ଏହା ହେଉଛି ଓଡ଼ିଆ ସାହିତ୍ୟ କୁଇଜ୍, ଯାହାକି ପ୍ରତ୍ୟେକ ପାଠକ ପାଠିକାମାନଙ୍କ ପାଇଁ ଆମ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିବା ନିତାନ୍ତ ଜରୁରୀ। ଠିକ୍ ଅଛି। ଏହା ସହିତ ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷା, ପ୍ରତିଯୋଗୀମୂଳକ ପରୀକ୍ଷା ତଥା UPSC, SSC, SSS, SS, GD, ରେଲୱେଜ୍ ଏବଂ ଅନ୍ୟାନ୍ୟ ପୋଲିସ ସର୍ଭିସେସ୍ ତଥା ସରକାରୀ ଚାକିରିମାନଙ୍କରେ ହେଉଥିବା ବିଭିନ୍ନ ପ୍ରକାର ଏକ୍ଜାମ୍, ଠିକ୍ ଅଛି, ସେହି ପରୀକ୍ଷାମାନଙ୍କରେ ଏହା ଜାଣିବା ନିତାନ୍ତ ଜରୁରୀ। ଠିକ୍ ଅଛି। ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ, ଓଡ଼ିଆ ଭାଗବତର ରଚୟିତା କିଏ? ଓଡ଼ିଆ ଭାଗବତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଜଗନ୍ନାଥ ଦାସ। ଠିକ୍ ଅଛି, ଜଗନ୍ନାଥ ଦାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଗୁପ୍ତ ଭାଗବତର ରଚୟିତା କିଏ? ଗୁପ୍ତ ଭାଗବତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଜଗନ୍ନାଥ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଦାଣ୍ଡି ରାମାୟଣ। ଦାଣ୍ଡି ରାମାୟଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ମୀ ପୁରାଣର ରଚୟିତା କିଏ? ଲକ୍ଷ୍ମୀ ପୁରାଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି। ସଂସ୍କୃତ ଭାଗବତର ରଚୟିତା କିଏ? ସଂସ୍କୃତ ଭାଗବତର ରଚୟିତା ହେଉଛନ୍ତି ବ୍ୟାସଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସଂସ୍କୃତ ରାମାୟଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବାଲ୍ମୀକି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ସଂସ୍କୃତ ମହାଭାରତ, ସଂସ୍କୃତ ରାମାୟଣର ରଚୟିତା ହେଉଛନ୍ତି ବାଲ୍ମୀକି। ଠିକ୍ ଅଛି। ସଂସ୍କୃତ ମହାଭାରତର ରଚୟିତା ହେଉଛନ୍ତି ବ୍ୟାସଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ମହାଭାରତର ରଚୟିତା କିଏ? ଓଡ଼ିଆ ମହାଭାରତର ରଚୟିତା ହେଉଛନ୍ତି ସାରଳା ଦାସ। ଠିକ୍ ଅଛି, ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ହରିବଂଶ। ହରିବଂଶ, ଶୂନ୍ୟ ସଂହିତା, ଶବ୍ଦ ବ୍ରହ୍ମ ସଂହିତା ଓ ଗୁରୁ ଭକ୍ତି ଗୀତା କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅଚ୍ୟୁତାନନ୍ଦ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମାଳିକାର ରଚୟିତା କିଏ? ମାଳିକାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅଚ୍ୟୁତାନନ୍ଦ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଟୀକା ଗୋବିନ୍ଦଚନ୍ଦ୍ର କିଏ ରଚନା କରିଛନ୍ତି? ଟୀକା ଗୋବିନ୍ଦଚନ୍ଦ୍ର କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଯଶୋବନ୍ତ ଦାସ। ଯଶୋବନ୍ତ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ହେତୋଦୟ ଭାଗବତ କିଏ ରଚନା କରିଛନ୍ତି? ହେତୋଦୟ ଭାଗବତ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତ ଦାସ। ଠିକ୍ ଅଛି, ଅନନ୍ତ ଦାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଭକ୍ତି ଭାଗବତର ରଚୟିତା କିଏ? ଭକ୍ତି ଭାଗବତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଆଚାର୍ଯ୍ୟ ଜୀବଦେବ। ଆଚାର୍ଯ୍ୟ ଜୀବଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମ ବ୍ରହ୍ମଜ୍ଞାନ ଗୀତାର ରଚୟିତା କିଏ? ବ୍ରହ୍ମଜ୍ଞାନ ଗୀତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପରଶୁରାମ ବିହାରୀ। ପରଶୁରାମ ବିହାରୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାମବିଭା ଓ କଳ୍ପଲତା କିଏ ରଚନା କରିଛନ୍ତି? ରାମବିଭା ଓ କଳ୍ପଲତା କିଏ ରଚନା କରିଛନ୍ତି? ଠିକ୍ ଅଛି। ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି, ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ, ଉଷାଭିଳାଷ କିଏ ରଚନା କରିଛନ୍ତି? ଉଷାଭିଳାଷ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି
ଶଙ୍କର ଦାସ। ଠିକ୍ ଅଛି, ଶଙ୍କର ଦାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରସକୁଲ୍ୟା ଚଉତିଶା। ରସକୁଲ୍ୟା ଚଉତିଶାର ରଚୟିତାଙ୍କ ନାମ କ'ଣ? ରସକୁଲ୍ୟା ଚଉତିଶାର ରଚୟିତାଙ୍କ ନାମ ହେଉଛି ଦାମୋଦର ଦାସ। ଠିକ୍ ଅଛି, ଦାମୋଦର ଦାସ। ପରବର୍ତ୍ତୀ ପ୍ରଶ୍ନ। ରହସ୍ୟ ମଞ୍ଜରୀର ରଚୟିତା କିଏ? ରହସ୍ୟ ମଞ୍ଜରୀର ରଚୟିତା ହେଉଛନ୍ତି ଦେବଦୁର୍ଲ୍ଲଭ ଦାସ। ଦେବଦୁର୍ଲ୍ଲଭ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। କାଞ୍ଚି କାବେରୀ କିଏ ରଚନା କରିଛନ୍ତି? କାଞ୍ଚି କାବେରୀ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ପୁରୁଷୋତ୍ତମ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ନୃସିଂହ ପୁରାଣ କିଏ ଲେଖିଛନ୍ତି? ନୃସିଂହ ପୁରାଣ କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ପୀତାମ୍ବର ଦାସ। ପୀତାମ୍ବର ଦାସ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରୁକ୍ମିଣୀ ବିବାହ କିଏ ରଚନା କରିଛନ୍ତି? ରୁକ୍ମିଣୀ ବିବାହ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି କାର୍ତ୍ତିକ ଦାସ। ଠିକ୍ ଅଛି, କାର୍ତ୍ତିକ ଦାସ ରଚନା କରିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପଦ୍ମକଳ୍ପତରୁର ରଚୟିତା। ପଦ୍ମକଳ୍ପତରୁର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମାଧବ ଦାସ। ଠିକ୍ ଅଛି, ମାଧବ ଦାସ। ପରବର୍ତ୍ତୀ ପ୍ରଶ୍ନ। ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣର ରଚୟିତା କିଏ? ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି, ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ। କଳସା ଚଉତିଶା କିଏ ଲେଖିଛନ୍ତି? କଳସା ଚଉତିଶା କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବତ୍ସା ଦାସ। ବତ୍ସା ଦାସ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଶବ କୋଇଲି କିଏ ରଚନା କରିଛନ୍ତି? କେଶବ କୋଇଲି କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ମାର୍କଣ୍ଡ ଦାସ। ମାର୍କଣ୍ଡ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। କାନ୍ତ କୋଇଲି, ରାମ ବିଭା ଓ କମଳ ଲୋଚନ ଚଉତିଶା କିଏ ଲେଖିଛନ୍ତି? କାନ୍ତ କୋଇଲି, ରାମ ବିଭା ଓ କମଳ ଲୋଚନ ଚଉତିଶା କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି, ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ। ଭକ୍ତିସାରମୃତ ସିନ୍ଧୁ ଓ ବ୍ରହ୍ମାଣ୍ଡ ଭୂଗୋଳର ରଚୟିତା କିଏ? ଭକ୍ତିସାରମୃତ ସିନ୍ଧୁ ଓ ବ୍ରହ୍ମାଣ୍ଡ ଭୂଗୋଳର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି, ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭାବ ସମୁଦ୍ର ଓ ବଟ ଅବକାଶ କିଏ ଲେଖିଛନ୍ତି? ଭାବ ସମୁଦ୍ର ଓ ବଟ ଅବକାଶ କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି, ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଅର୍ଜୁନ ଗୀତା, ନାମରତ୍ନ ଗୀତା, ଗରୁଡ଼ ଗୀତା ଓ ଅମରକୋଷ ଗୀତା କିଏ ରଚନା କରିଛନ୍ତି? ଅର୍ଜୁନ ଗୀତା, ନାମରତ୍ନ ଗୀତା, ଗରୁଡ଼ ଗୀତା ଓ ଅମରକୋଷ ଗୀତା କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବଳରାମ ଦାସ। ଠିକ୍ ଅଛି, ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ। ରଘୁନାଥ ବିଳାସ ଓ ଇଚ୍ଛାବତୀର ରଚୟିତା କିଏ? ରଘୁନାଥ ବିଳାସ ଓ ଇଚ୍ଛାବତୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଧନଞ୍ଜୟ ଭଞ୍ଜ। ଧନଞ୍ଜୟ ଭଞ୍ଜ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ତ୍ରିପୁରା ସୁନ୍ଦରୀ, ମଦନ ମଞ୍ଜରୀ ଓ ରତ୍ନ ମଞ୍ଜରୀର ରଚୟିତା କିଏ? ତ୍ରିପୁରା ସୁନ୍ଦରୀ, ମଦନ ମଞ୍ଜରୀ ଓ ରତ୍ନ ମଞ୍ଜରୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଧନଞ୍ଜୟ ଭଞ୍ଜ। ଧନଞ୍ଜୟ ଭଞ୍ଜ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଅଭିନବ ଗୀତ ଗୋବିନ୍ଦ କିଏ ରଚନା କରିଛନ୍ତି? ଅଭିନବ ଗୀତ ଗୋବିନ୍ଦ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଗଜପତି ପୁରୁଷୋତ୍ତମ ଦେବ। ଗଜପତି ପୁରୁଷୋତ୍ତମ ଦେବ ରଚନା କରିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଯୁଗଳ ରସାମୃତ ଲହରୀ କିଏ ରଚନା କରିଛନ୍ତି? ଯୁଗଳ ରସାମୃତ ଲହରୀ କିଏ ରଚନା କରିଛନ୍ତି?
ଏହାର ସଠିକ୍ ଉତ୍ତରଟି ହେଉଛି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପ୍ରେମ ତରଙ୍ଗିଣୀ ଓ ପ୍ରେମ କଳ୍ପଲତାର ରଚୟିତା କିଏ? ପ୍ରେମ ତରଙ୍ଗିଣୀ ଓ ପ୍ରେମ କଳ୍ପଲତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ବୈଦେହୀଶ ବିଳାସ କାହାର କୃତି? ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ବୈଦେହୀଶ ବିଳାସ କାହାର କୃତି? ଏହାର ସଠିକ୍ ଉତ୍ତରଟି ହେଉଛି ଉପେନ୍ଦ୍ର ଭଞ୍ଜ। ଠିକ୍ ଅଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୃତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କଳା କୌତୁକ ଓ ଚନ୍ଦ୍ରକଳାର ରଚୟିତା କିଏ? କଳା କୌତୁକ ଓ ଚନ୍ଦ୍ରକଳାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉପେନ୍ଦ୍ର ଭଞ୍ଜ। ଠିକ୍ ଅଛି। ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପ୍ରେମ ସୁଧାନିଧି ଓ ରସିକ ହୀରାବଳୀର ରଚୟିତା କିଏ? ପ୍ରେମ ସୁଧାନିଧି ଓ ରସିକ ହୀରାବଳୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ରସକଲ୍ଲୋଳ ରସ ବିନୋଦ ଓ ଆର୍ତ୍ତତ୍ରାଣ ଚଉତିଶାର ରଚୟିତା କିଏ? ରସକଲ୍ଲୋଳ ରସ ବିନୋଦ ଓ ଆର୍ତ୍ତତ୍ରାଣ ଚଉତିଶାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଦୀନକୃଷ୍ଣ ଦାସ। ଦୀନକୃଷ୍ଣ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। କାମରତ୍ନ ଗୀତାର ରଚୟିତା କିଏ? କାମରତ୍ନ ଗୀତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଦୀନକୃଷ୍ଣ ଦାସ। ଦୀନକୃଷ୍ଣ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ବିଦଗ୍ଧ ଚିନ୍ତାମଣି ପ୍ରେମ ଚିନ୍ତାମଣି ରସବତୀ ଓ ପ୍ରେମ କଳାନିଧି କିଏ ରଚନା କରିଛନ୍ତି? ବିଦଗ୍ଧ ଚିନ୍ତାମଣି ପ୍ରେମ ଚିନ୍ତାମଣି ରସବତୀ ଓ ପ୍ରେମ କଳାନିଧି କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅଭିମନ୍ୟୁ ସାମନ୍ତ ସିଂହାର। ଅଭିମନ୍ୟୁ ସାମନ୍ତ ସିଂହାର ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ବିଚିତ୍ର ରାମାୟଣର ରଚୟିତା କିଏ? ବିଚିତ୍ର ରାମାୟଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବିଶ୍ୱନାଥ ଖୁଣ୍ଟିଆ। ବିଶ୍ୱନାଥ ଖୁଣ୍ଟିଆ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଚନ୍ଦ୍ରକଳା ଓ ସଙ୍ଗୀତ କଳ୍ପଲତାର ରଚୟିତା କିଏ? ଚନ୍ଦ୍ରକଳା ଓ ସଙ୍ଗୀତ କଳ୍ପଲତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବଳଦେବ ରଥ। ବଳଦେବ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କିଏ ରଚନା କରିଛନ୍ତି? କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବଳଦେବ ରଥ। ବଳଦେବ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଗୋପାଳଙ୍କ ଓଗାଳର ରଚୟିତା କିଏ? ଗୋପାଳଙ୍କ ଓଗାଳର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅଚ୍ୟୁତାନନ୍ଦ ଦାସ। ଅଚ୍ୟୁତାନନ୍ଦ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଗୋପୀ ଭାଷାର ରଚୟିତା କିଏ? ଗୋପୀ ଭାଷାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଦନାଇ ଦାସ। ଦନାଇ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ରୁଦ୍ର ସୁଧାନିଧିର ରଚୟିତା କିଏ? ରୁଦ୍ର ସୁଧାନିଧିର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅବଧୂତ ସ୍ୱାମୀ। ଅବଧୂତ ସ୍ୱାମୀ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ଗୋପାଳ କୃଷ୍ଣ ପଦ୍ୟାବଳୀର ରଚୟିତା କିଏ? ଗୋପାଳ କୃଷ୍ଣ ପଦ୍ୟାବଳୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋପାଳକୃଷ୍ଣ ପଟ୍ଟନାୟକ। ଗୋପାଳକୃଷ୍ଣ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ବନମାଳୀ ପଦ୍ୟାବଳୀର ରଚୟିତା କିଏ? ବନମାଳୀ ପଦ୍ୟାବଳୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି
ବନମାଳୀ ଦାସ। ବନମାଳୀ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ରଚୟିତା କିଏ? ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଯଦୁମଣି ମହାପାତ୍ର। ଯଦୁମଣି ମହାପାତ୍ର ରଚନା କରିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ସ୍ତୁତି ଚିନ୍ତାମଣି, ଭଜନମାଳା ଗୀତା, ଆଦିଅନ୍ତ ଗୀତା ଓ ଶ୍ରୁତି ନିଷେଧ ଗୀତାର ରଚୟିତା କିଏ? ସ୍ତୁତି ଚିନ୍ତାମଣି, ଭଜନମାଳା ଗୀତା, ଆଦିଅନ୍ତ ଗୀତା ଓ ଶ୍ରୁତି ନିଷେଧ ଗୀତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଭୀମ ଭୋଇ। ଠିକ୍ ଅଛି, ଭୀମ ଭୋଇ। ପରବର୍ତ୍ତୀ ପ୍ରଶ୍ନ, ଶଙ୍ଖ ନାଭି, ହନୁମନ୍ତ ଗୀତା, ହନୁମନ୍ତ ଗୀତା ଓ ଲକ୍ଷ୍ମୀଧର ବିଳାସର ରଚୟିତା କିଏ? ଶଙ୍ଖ ନାଭି, ହନୁମନ୍ତ ଗୀତା ଓ ଲକ୍ଷ୍ମୀଧର ବିଳାସର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ହାଡ଼ିଦାସ। ହାଡ଼ିଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପଦ୍ମ ପୁରାଣର ରଚୟିତା କିଏ? ପଦ୍ମ ପୁରାଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ନୀଳାମ୍ବର ଦାସ। ନୀଳାମ୍ବର ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଜୈମିନୀ ଭାରତର ରଚୟିତା କିଏ? ଜୈମିନୀ ଭାରତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ନୀଳାମ୍ବର ଦାସ। ଠିକ୍ ଅଛି, ନୀଳାମ୍ବର ଦାସ। ପରବର୍ତ୍ତୀ ପ୍ରଶ୍ନ, ସିଦ୍ଧାନ୍ତ ଦର୍ପଣର ରଚୟିତା କିଏ? ସିଦ୍ଧାନ୍ତ ଦର୍ପଣର ରଚୟିତା ହେଉଛନ୍ତି ସାମନ୍ତ ଚନ୍ଦ୍ରଶେଖର ମହାପାତ୍ର। ସାମନ୍ତ ଚନ୍ଦ୍ରଶେଖର ମହାପାତ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସମର ତରଙ୍ଗ ଓ କେଳିକଳା ନିଧିର ରଚୟିତା କିଏ? ସମର ତରଙ୍ଗ ଓ କେଳିକଳା ନିଧିର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବ୍ରଜନାଥ ବଡ଼ଜେନା। ବ୍ରଜନାଥ ବଡ଼ଜେନା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଅମ୍ବିକା ବିଳାସ, ଗୁଣ୍ଡିଚା ବିଜେ ଓ ଚତୁର ବିନୋଦର ରଚୟିତା କିଏ? ଅମ୍ବିକା ବିଳାସ, ଗୁଣ୍ଡିଚା ବିଜେ ଓ ଚତୁର ବିନୋଦର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବ୍ରଜନାଥ ବଡ଼ଜେନା। ବ୍ରଜନାଥ ବଡ଼ଜେନା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଦାର୍ଢ଼୍ୟତା ଭକ୍ତି ଓ ରାମ ରସାମୃତର ରଚୟିତା କିଏ? ଦାର୍ଢ଼୍ୟତା ଭକ୍ତି ଓ ରାମ ରସାମୃତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାମଦାସ। ରାମଦାସ ଏହା ରଚନା କରିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ମହିମଣ୍ଡଳ ଗୀତାର ରଚୟିତା କିଏ? ମହିମଣ୍ଡଳ ଗୀତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅରକ୍ଷିତ ଦାସ। ଅରକ୍ଷିତ ଦାସ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମଥୁରା ମଙ୍ଗଳ, କଳା କଳିବର ଚଉତିଶା ଓ ମନୋବୋଧ ଚଉତିଶାର ରଚୟିତା କିଏ? ମଥୁରା ମଙ୍ଗଳ, କଳା କଳିବର ଚଉତିଶା, ମନୋବୋଧ ଚଉତିଶାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଭକ୍ତଚରଣ ଦାସ। ଭକ୍ତଚରଣ ଦାସ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଶୁକଦେବ ସପ୍ତାଙ୍ଗ ଯୋଗ ସାଧନ, ଅଷ୍ଟାଙ୍ଗ ଯୋଗ ସାଧନା ଓ ଅମରକୋଷର ରଚୟିତା କିଏ? ଶୁକଦେବ ସପ୍ତାଙ୍ଗ ଯୋଗ ସାଧନ, ଅଷ୍ଟାଙ୍ଗ ଯୋଗ ସାଧନା ଓ ଅମରକୋଷର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋରେଖନାଥ। ଗୋରେଖନାଥ ରଚନା କରିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଉଷା କେଦାରଗୌରୀ ଓ ମହାଯାତ୍ରାର ରଚୟିତା କିଏ? ଉଷା କେଦାରଗୌରୀ ଓ ମହାଯାତ୍ରାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଧାନାଥ ରାୟ। ରାଧାନାଥ ରାୟ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଚିଲିକା ଦରବାର, ପାର୍ବତୀ ଓ ଚନ୍ଦ୍ରଭାଗା କାବ୍ୟ କିଏ ରଚନା କରିଛନ୍ତି? ଚିଲିକା ଦରବାର, ପାର୍ବତୀ ଓ ଚନ୍ଦ୍ରଭାଗା କାବ୍ୟର କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ରାଧାନାଥ ରାୟ। ଠିକ୍ ଅଛି। ରାଧାନାଥ ରାୟ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଇନ୍ଦୁମତୀ ଓ
प्रणयवल्लरीर रचयिता किए? इंदुमती और प्रणयवल्लरीर रचयिता किए? यार सठिक उत्तरटी होछि गंगाधर मेहर। गंगाधर मेहर लिखिछंती। ठीक अछि, परवर्ती प्रश्न देखिबा। उत्कल लक्ष्मी तपस्विनी और कीचक बोध काव्य किए रचना करिछंती? उत्कल लक्ष्मी तपस्विनी और कीचक बोध काव्य किए रचना करिछंती? एहार सठिक उत्तरटी होछि गंगाधर मेहर। ठीक अछि, गंगाधर मेहर लिखिछंती। परवर्ती प्रश्न, बसंत गाथा, कुसुमांजलि, वर्णबोध और साहित्य कुसुमर रचयिता किए? बसंत गाथा, कुसुमांजलि, वर्णबोध और साहित्य कुसुमर रचयिता किए? यार सठिक उत्तरटी होछि मधुसूदन राव। मधुसूदन राव लिखिछंती। ठीक अछि, परवर्ती प्रश्न, आश्रमे प्रभातर रचयिता किए? आश्रमे प्रभातर रचयिता किए? यार सठिक उत्तरटी होछि गंगाधर मेहर। ठीक अछि, गंगाधर मेहर। आकाश प्रति कवितार रचयिता किए? आकाश प्रति कवितार रचयिता किए? यार सठिक उत्तरटी होछि मधुसूदन राव। ठीक अछि, मधुसूदन राव। परवर्ती प्रश्न, 6 माण 8 गुंठ मामू लछमा प्रायश्चित उपन्यासर लेखक किए? 6 माण 8 गुंठ मामू लछमा प्रायश्चित उपन्यासर लेखक किए? यार सठिक उत्तरटी होछि फकीर मोहन सेनापति। फकीर मोहन सेनापति। ठीक अछि, परवर्ती प्रश्न, निर्झरिणी कनकलता शर्मिष्ठार रचयिता किए? निर्झरिणी कनकलता शर्मिष्ठार रचयिता किए? यार सठिक उत्तरटी होछि नंदकिशोर बल। नंदकिशोर बल। ठीक अछि, परवर्ती प्रश्न, राधानाथ ग्रंथावलीर रचयिता किए? राधानाथ ग्रंथावलीर रचयिता किए? यार सठिक उत्तरटी होछि राधानाथ राय। ठीक अछि, राधानाथ राय लिखिछंती। परवर्ती प्रश्न देखिबा। वंदे उत्कल जननी और कणा मामू र रचयिता किए? वंदे उत्कल जननी और कणा मामू र रचयिता किए? यार सठिक उत्तरटी होछि लक्ष्मीकांत महापात्र। लक्ष्मीकांत महापात्र लिखिछंती। ठीक अछि, परवर्ती प्रश्न, पद्ममाळीर रचयिता किए? पद्ममाळीर रचयिता किए? यार सठिक उत्तरटी होछि उमेश चंद्र सरकार। उमेश चंद्र सरकार लिखिछंती। परवर्ती प्रश्न, भीमा भूया उपन्यासर लेखक किए? भीमा भूया उपन्यासर लेखक किए? यार सठिक उत्तरटी होछि गोपाल वल्लभ दास। गोपाल वल्लभ दास लिखिछंती। ठीक अछि, परवर्ती प्रश्न, विविध प्रबंधर रचयिता किए? विविध प्रबंधर रचयिता किए? यार सठिक उत्तरटी होछि वाग्मी विश्वनाथ कर। वाग्मी विश्वनाथ कर लिखिछंती। ठीक अछि, परवर्ती प्रश्न, प्रबंध सारर रचयिता किए? प्रबंध सारर रचयिता किए? यार सठिक उत्तरटी होछि जगबंधु सिंह। जगबंधु सिंह लिखिछंती। परवर्ती प्रश्न, निवासिनी सौदामिनी और कांची कावेरीर रचयिता किए? विवासिनी सौदामिनी और कांची कावेरीर रचयिता किए? यार सठिक उत्तरटी होछि रामशंकर राय। रामशंकर राय लिखिछंती। परवर्ती प्रश्न, कला पहाड़र रचयिता किए? कला पहाड़र रचयिता किए? यार सठिक उत्तरटी होछि रामचंद्र आचार्य। रामचंद्र आचार्य। ठीक अछि, परवर्ती प्रश्न, पूर्णचंद्र भाषाकोशर रचयिता किए? पूर्णचंद्र भाषाकोशर रचयिता किए? यार सठिक उत्तरटी होछि गोपाल चंद्र प्रहराज। गोपाल चंद्र प्रहराज। ठीक अछि, परवर्ती प्रश्न देखिबा। बाबाजी ओ सती नाटकर नाट्यकार किए? बाबाजी ओ सती नाटकर नाट्यकार किए? यार सठिक उत्तरटी होछि जगमोहन लाला। जगमोहन लाला। ठीक अछि, परवर्ती प्रश्न, सीता विवाह ओ बसंत इतिकार रचयिता किए?
ଲତିକାର। ଠିକ୍ ଅଛି। ସୀତା ବିବାହ ଓ ବସନ୍ତ ଲତିକାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାମପାଳ ମିଶ୍ର। କାମପାଳ ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗୀତିନାଟ୍ୟ ନଳ ଦମୟନ୍ତୀ, କର୍ଣ୍ଣବୋଧ, ମହିଷାସୁର ବୋଧ, ପ୍ରହ୍ଲାଦ ଧ୍ରୁବ ଓ ବେଣୀବନ୍ଧନର ରଚୟିତା କିଏ? ଗୀତିନାଟ୍ୟ ନଳ ଦମୟନ୍ତୀ, କର୍ଣ୍ଣବୋଧ, ମହିଷାସୁର ବୋଧ, ପ୍ରହ୍ଲାଦ ଧ୍ରୁବ ଓ ବେଣୀବନ୍ଧନର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବୈଷ୍ଣବ ପାଣି। ବୈଷ୍ଣବ ପାଣି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗୀତିନାଟ୍ୟ ଅମର ବିଳାସର ରଚୟିତା କିଏ? ଗୀତିନାଟ୍ୟ ଅମର ବିଳାସର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବାଳକୃଷ୍ଣ ଦାସ। ବାଳକୃଷ୍ଣ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଛୋଟ ବଡ଼ ଓ ଶେଫାଳୀ ପ୍ରତି କବିତାର କବି କିଏ? ଛୋଟ ବଡ଼ ଓ ଶେଫାଳୀ ପ୍ରତି କବିତାର କବି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୁନ୍ତଳା କୁମାରୀ ସାବତ। କୁନ୍ତଳା କୁମାରୀ ସାବତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବାଳବୃଦ୍ଧ ଓ ଉଦ୍ଦାମ ସିଂହ ପଦ୍ୟର କବି କିଏ? ବାଳବୃଦ୍ଧ ଓ ଉଦ୍ଦାମ ସିଂହ ପଦ୍ୟର କବି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଧାମୋହନ ଗଡ଼ନାୟକ। ରାଧାମୋହନ ଗଡ଼ନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ବନ୍ଦୀର ଆତ୍ମକଥା, ଧର୍ମପଦ, କାରା କବିତା, ଅବକାଶ ଚିନ୍ତା, ରେଳ ଉପରେ ଚିଲିକା ଦର୍ଶନର ରଚୟିତା କିଏ? ବନ୍ଦୀର ଆତ୍ମକଥା, ଧର୍ମପଦ, କାରା କବିତା, ଅବକାଶ ଚିନ୍ତା, ରେଳ ଉପରେ ଚିଲିକା ଦର୍ଶନର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଖାରବେଳ, ମାୟାଦେବୀ ଓ କୋଣାର୍କର ରଚୟିତା କିଏ? ଖାରବେଳ, ମାୟାଦେବୀ ଓ କୋଣାର୍କର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ନୀଳକଣ୍ଠ ଦାସ। ନୀଳକଣ୍ଠ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ପୁସ୍ତକ କିଏ ଲେଖିଛନ୍ତି? ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଗୋଦାବରୀଶ ମିଶ୍ର। ଗୋଦାବରୀଶ ମିଶ୍ର ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ଇତିହାସ ଓ ବାରବାଟୀର ରଚୟିତା କିଏ ଲେଖିଛନ୍ତି? ଉତ୍କଳ ଇତିହାସ ଓ ବାରବାଟୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୃପାସିନ୍ଧୁ ଦାସ। କୃପାସିନ୍ଧୁ ଦାସ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଗୀତାର ରଚୟିତା କିଏ? ଗୀତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଆଚାର୍ଯ୍ୟ ହରିହର ଦାସ। ଆଚାର୍ଯ୍ୟ ହରିହର ଦାସ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, କଣ୍ଟା ଓ ଫୁଲ, ନୀଳ ମାଷ୍ଟ୍ରାଣୀ, ବଙ୍କା ସିଧା, ପାହାଚ ତଳର ଘାସ, ରକ୍ତପାତ ଓ ଉଠ କଙ୍କାଳର ରଚୟିତା କିଏ? କଣ୍ଟା ଓ ଫୁଲ, ନୀଳ ମାଷ୍ଟ୍ରାଣୀ, ବଙ୍କା ସିଧା, ପାହାଚ ତଳର ଘାସ, ରକ୍ତପାତ ଓ ଉଠ କଙ୍କାଳର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋଦାବରୀଶ ମହାପାତ୍ର। ଗୋଦାବରୀଶ ମହାପାତ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଉତ୍କଳ ସନ୍ତାନର ରଚୟିତା କିଏ? ଉତ୍କଳ ସନ୍ତାନର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମଧୁସୂଦନ ଦାସ। ମଧୁସୂଦନ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ପ୍ରଳୟ, ପ୍ରେରଣା, ସବୁଜ ସ୍ୱପ୍ନ, ମାନସୀ ଓ ମୁଁର ଲେଖକ କିଏ? ପ୍ରଳୟ, ପ୍ରେରଣା, ସବୁଜ ସ୍ୱପ୍ନ, ମାନସୀ ଓ ମୁଁର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅନ୍ନଦାଶଙ୍କର ରାୟ। ଅନ୍ନଦାଶଙ୍କର ରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, କାବ୍ୟ ସଞ୍ଚୟନ, ଉତ୍ତରାୟଣ ଓ ମୁକ୍ତିପଥର ରଚୟିତା କିଏ? କାବ୍ୟ ସଞ୍ଚୟନ, ଉତ୍ତରାୟଣ ଓ ମୁକ୍ତିପଥର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବୈକୁଣ୍ଠନାଥ ପଟ୍ଟନାୟକ। ବୈକୁଣ୍ଠନାଥ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କିସା ଗୌତମୀ ପଦ୍ୟର ରଚୟିତା କିଏ?
କିସା ଗୌତମୀ ପଦ୍ୟର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବୈକୁଣ୍ଠନାଥ ପଟ୍ଟନାୟକ। ବୈକୁଣ୍ଠନାଥ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କାଳିଜାଇ ପଦ୍ୟର ରଚୟିତା କିଏ? କାଳିଜାଇ ପଦ୍ୟର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋଦାବରୀଶ ମିଶ୍ର। ଗୋଦାବରୀଶ ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମାଟିର ମଣିଷ, ଲୁହାର ମଣିଷ ଓ ମୁକ୍ତାଗଳର କ୍ଷୁଧା ପୁସ୍ତକର ଲେଖକ କିଏ? ମାଟିର ମଣିଷ, ଲୁହାର ମଣିଷ ଓ ମୁକ୍ତାଗଳର କ୍ଷୁଧା ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାଳିନ୍ଦୀ ଚରଣ ପାଣିଗ୍ରାହୀ। କାଳିନ୍ଦୀ ଚରଣ ପାଣିଗ୍ରାହୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମନେ ନାହିଁ ମୋ କବିତା ଓ ସାଗରିକାର ରଚୟିତା କିଏ? ମନେ ନାହିଁ ମୋ କବିତା ଓ ସାଗରିକାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାଳିନ୍ଦୀ ଚରଣ ପାଣିଗ୍ରାହୀ। ଠିକ୍ ଅଛି। କାଳିନ୍ଦୀ ଚରଣ ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, କୁମ୍ଭାର, ଚକ, ଭାତ, ଅଭିଯାନ, ଚକ୍ରୀ ଓ କୌତୁକ ଚିନ୍ତାମଣିର ରଚୟିତା କିଏ? କୁମ୍ଭାର, ଚକ, ଭାତ, ଅଭିଯାନ, ଚକ୍ରୀ ଓ କୌତୁକ ଚିନ୍ତାମଣିର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାଳୀଚରଣ ପଟ୍ଟନାୟକ। ଠିକ୍ ଅଛି। କାଳୀଚରଣ ପଟ୍ଟନାୟକ ଏହାର ରଚୟିତା। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପ୍ରତିଭା ତୃତୀୟା ପର୍ବ, ସାଧନାର ପଥେ, ଓଡ଼ିଶା ଇତିହାସ ଓ ଗାଁ ମଜଲିସ୍ର ରଚୟିତା କିଏ? ପ୍ରତିଭା ତୃତୀୟା ପର୍ବ, ସାଧନାର ପଥେ, ଓଡ଼ିଶା ଇତିହାସ ଓ ଗାଁ ମଜଲିସ୍ର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ହରେକୃଷ୍ଣ ମହତାବ। ହରେକୃଷ୍ଣ ମହତାବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କଳା ପାହାଡ଼, ପାଇକ ପୁଅ, ଶ୍ରୀଲୋକନାଥ, ଶ୍ରୀମନ୍ଦିର, କୋଣାର୍କ ଓ ଚଷା ଝିଅର ଲେଖକଙ୍କ ନାମ କ'ଣ? କଳା ପାହାଡ଼, ପାଇକ ପୁଅ, ଶ୍ରୀଲୋକନାଥ, ଶ୍ରୀମନ୍ଦିର, କୋଣାର୍କ ଓ ଚଷା ଝିଅର ଲେଖକଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ଅଶ୍ୱିନୀ କୁମାର ଘୋଷ। ଅଶ୍ୱିନୀ କୁମାର ଘୋଷ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଧୂପ, ହେମପୁଷ୍ପ, ପୂଜାରିଣୀ ଓ ପୁଷ୍ପିତାର ରଚୟିତା କିଏ? ଧୂପ, ହେମପୁଷ୍ପ, ପୂଜାରିଣୀ ଓ ପୁଷ୍ପିତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମାୟାଧର ମାନସିଂହ। ମାୟାଧର ମାନସିଂହ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, କବି ଓ କବିତା ପଞ୍ଚମ ପଥକର ରଚୟିତା କିଏ? କବି ଓ କବିତା ପଞ୍ଚମ ପଥକର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମାୟାଧର ମାନସିଂହ। ମାୟାଧର ମାନସିଂହ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ସାହିତ୍ୟର ଇତିହାସ ଓ ସରସ୍ୱତୀ ଫକୀରମୋହନ ପୁସ୍ତକର ଲେଖକ କିଏ? ଓଡ଼ିଆ ସାହିତ୍ୟର ଇତିହାସ ଓ ସରସ୍ୱତୀ ଫକୀରମୋହନ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମାୟାଧର ମାନସିଂହ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ମହାନଦୀରେ ଜ୍ୟୋତ୍ସ୍ନା ବିହାର। ମହାନଦୀରେ ଜ୍ୟୋତ୍ସ୍ନା ବିହାର କବିତାର କବି କିଏ? ମହାନଦୀରେ ଜ୍ୟୋତ୍ସ୍ନା ବିହାର କବିତାର କବି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମାୟାଧର ମାନସିଂହ। ଠିକ୍ ଅଛି। ମାୟାଧର ମାନସିଂହ। ପରବର୍ତ୍ତୀ ପ୍ରଶ୍ନ, ସ୍ଫୁଲିଙ୍ଗ ଓ ଅଞ୍ଜଳିର ଲେଖକ କିଏ? ସ୍ଫୁଲିଙ୍ଗ ଓ ଅଞ୍ଜଳିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୁନ୍ତଳା କୁମାରୀ ସାବତ। କୁନ୍ତଳା କୁମାରୀ ସାବତ। ଠିକ୍ ଅଛି। ପ୍ରେମ ଚିନ୍ତାମଣି, ପରଶମଣି ଓ ରଘୁ ଅରକ୍ଷିତର ରଚୟିତା କିଏ? ପ୍ରେମ ଚିନ୍ତାମଣି, ପରଶମଣି ଓ ରଘୁ ଅରକ୍ଷିତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୁନ୍ତଳା କୁମାରୀ ସାବତ। କୁନ୍ତଳା କୁମାରୀ ସାବତ। ଠିକ୍ ଅଛି। ଅମାବାସ୍ୟାର ଚନ୍ଦ୍ର, ଲାସୁ ଓ ଭଗ୍ନାଂଶ ପୁସ୍ତକର ଲେଖକ କିଏ? ଅମାବାସ୍ୟାର ଚନ୍ଦ୍ର, ଲାସୁ ଓ ଭଗ୍ନାଂଶ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି
ଗୋବିନ୍ଦ ଦାସ। ଗୋବିନ୍ଦ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶକୁନ୍ତଳା, ବବ୍ରୁବାହନ ଓ ହରିଶ୍ଚନ୍ଦ୍ରର ଲେଖକ କିଏ? ଶକୁନ୍ତଳା, ବବ୍ରୁବାହନ ଓ ହରିଶ୍ଚନ୍ଦ୍ରର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୃଷ୍ଣପ୍ରସାଦ ବସୁ। କୃଷ୍ଣପ୍ରସାଦ ବସୁ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନିରାଶ ପ୍ରଣୟ ଓ ଅନ୍ଧର ଲେଖକ କିଏ? ନିରାଶ ପ୍ରଣୟ ଓ ଅନ୍ଧର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସାରଳା ଦେବୀ। ସାରଳା ଦେବୀ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପ୍ରବନ୍ଧ ପ୍ରକାଶର ଲେଖକ କିଏ? ପ୍ରବନ୍ଧ ପ୍ରକାଶର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରତ୍ନାକର ପତି। ରତ୍ନାକର ପତି ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସାମାଜିକ ପ୍ରବନ୍ଧର ଲେଖକ କିଏ? ସାମାଜିକ ପ୍ରବନ୍ଧର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବିପିନ ବିହାରୀ ରାୟ। ବିପିନ ବିହାରୀ ରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଓଡ଼ିଆ ନାଟ୍ୟକଳା ଓ ରଚନା ବିଚାରର ଲେଖକ କିଏ? ଓଡ଼ିଆ ନାଟ୍ୟକଳା ଓ ରଚନା ବିଚାରର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗିରିଜାଶଙ୍କର ରାୟ। ଗିରିଜାଶଙ୍କର ରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷା ଓ ପ୍ରବନ୍ଧ ପ୍ରଭାର ଲେଖକ କିଏ? ଶିକ୍ଷା ଓ ପ୍ରବନ୍ଧ ପ୍ରଭାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଶଶିଭୂଷଣ ରାୟ। ଶଶିଭୂଷଣ ରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୋ ବାରବୁଲା କାହାଣୀର ଲେଖକ କିଏ? ମୋ ବାରବୁଲା କାହାଣୀର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଲକ୍ଷ୍ମୀ ନାରାୟଣ। ଲକ୍ଷ୍ମୀ ନାରାୟଣ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମାଟିର ତାଜ ଓ ପାଣ୍ଡୁଲିପିର ରଚୟିତା କିଏ? ମାଟିର ତାଜ ଓ ପାଣ୍ଡୁଲିପିର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସଚ୍ଚି ରାଉତରାୟ। ସଚ୍ଚି ରାଉତରାୟ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ମଶାଣିର ଫୁଲ, ବାଜି ରାଉତ ଓ ଚିତ୍ରଗ୍ରୀବର ରଚୟିତା କିଏ? ମଶାଣିର ଫୁଲ, ବାଜି ରାଉତ ଓ ଚିତ୍ରଗ୍ରୀବର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସଚ୍ଚି ରାଉତରାୟ। ସଚ୍ଚି ରାଉତରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଅବାନ୍ତର ରକ୍ତଶିଖା ଓ କୁନି ମୁନିର ଲେଖକ କିଏ? ଅବାନ୍ତର ରକ୍ତଶିଖା ଓ କୁନି ମୁନିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତ ପଟ୍ଟନାୟକ। ଅନନ୍ତ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଅଲୋଡ଼ା ଲୋଡ଼ା, ଛାଇର ଛିଟା, ତର୍ପଣ କରେ ଆଦିର ଲେଖକ କିଏ? ଅଲୋଡ଼ା ଲୋଡ଼ା, ଛାଇର ଛିଟା, ତର୍ପଣ କରେ ଆଦିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତ ପଟ୍ଟନାୟକ। ଅନନ୍ତ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଶାମୁକାର ସ୍ୱପ୍ନ, ସୂର୍ଯ୍ୟ ଓ ଅନ୍ଧକାର ପୁସ୍ତକର ଲେଖକ କିଏ? ଶାମୁକାର ସ୍ୱପ୍ନ, ସୂର୍ଯ୍ୟ ଓ ଅନ୍ଧକାର ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଧାମୋହନ ଗଡ଼ନାୟକ। ରାଧାମୋହନ ଗଡ଼ନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଉତ୍କଳିକା, ସ୍ମରଣିକା ଓ କାବ୍ୟନାୟିକାର ଲେଖକ କିଏ? ଉତ୍କଳିକା, ସ୍ମରଣିକା ଓ କାବ୍ୟନାୟିକାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଧାମୋହନ ଗଡ଼ନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ହାୟ ଅନ୍ନ ଶାସ୍ତିକା ତୁଣ୍ଡବାଇଦ ଝଞ୍ଜାର ରଚୟିତା କିଏ? ହାୟ ଅନ୍ନ ଶାସ୍ତିକା ତୁଣ୍ଡବାଇଦ ଝଞ୍ଜାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାହ୍ନୁଚରଣ ମହାନ୍ତି। କାହ୍ନୁଚରଣ ମହାନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପରଜା, ଅମୃତର ସନ୍ତାନ, ମାଟି ମଟାଳ ଓ ଦାନା ପାଣି ଉପନ୍ୟାସର ଲେଖକ କିଏ? ପରଜା, ଅମୃତର ସନ୍ତାନ, ମାଟି ମଟାଳ ଓ ଦାନା ପାଣି ଉପନ୍ୟାସର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା,
ନୀଳଲହଡ଼ି ଜୟଶଙ୍ଖ ଓ ପଙ୍କଚନ୍ଦନ ପୁସ୍ତକର ଲେଖକ କିଏ? ନୀଳଲହଡ଼ି ଜୟଶଙ୍ଖ ଓ ପଙ୍କଚନ୍ଦନ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଜକିଶୋର ରାୟ। ରାଜକିଶୋର ରାୟ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମନର ମୃଣାଳ ମନର ମୃଣାଳ ଓ ବନଜ୍ୟୋତ୍ସ୍ନା ପୁସ୍ତକର ଲେଖକ କିଏ? ମନର ମୃଣାଳ ଓ ବନଜ୍ୟୋତ୍ସ୍ନା ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଜକିଶୋର ରାୟ। ରାଜକିଶୋର ରାୟ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ତୁଠ ପଥର ହାଡ଼ ବାହୁଡ଼ା ଓ ପଞ୍ଜୁରୀ ପକ୍ଷୀର ଲେଖକ କିଏ? ତୁଠ ପଥର ହାଡ଼ ବାହୁଡ଼ା ଓ ପଞ୍ଜୁରୀ ପକ୍ଷୀର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଜକିଶୋର ପଟ୍ଟନାୟକ। ରାଜକିଶୋର ପଟ୍ଟନାୟକ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଭସା ମେଘ ସିନ୍ଦୁର ଗାର ଓ ଚଲାବାଟର ଲେଖକ କିଏ? ଭସା ମେଘ ସିନ୍ଦୁର ଗାର ଓ ଚଲାବାଟର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଜକିଶୋର ପଟ୍ଟନାୟକ। ରାଜକିଶୋର ପଟ୍ଟନାୟକ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। କଳା କାଇଁଚ ପାଇକ ଭାଇ ଶ୍ରୀ ଜୟଦେବ ଓ ଗୋବର ଗୋଟେଇର ଲେଖକ କିଏ? କଳା କାଇଁଚ ପାଇକ ଭାଇ ଶ୍ରୀ ଜୟଦେବ ଓ ଗୋବର ଗୋଟେଇର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଚକ୍ରଧର ମହାପାତ୍ର। ଚକ୍ରଧର ମହାପାତ୍ର ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଅନୁସୟା ଓ ମାଲ୍ୟଗିରିର ଲେଖକ କିଏ? ଅନୁସୟା ଓ ମାଲ୍ୟଗିରିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଜୟକୃଷ୍ଣ ମିଶ୍ର। ଜୟକୃଷ୍ଣ ମିଶ୍ର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ମନମୋହନ କୋଟିକଣ୍ଠ ଓ ଆବଜର ଲେଖକ କିଏ? କୋଟିକଣ୍ଠ ଓ ଆବଜର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମନମୋହନ ମିଶ୍ର। ମନମୋହନ ମିଶ୍ର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଅପରାହ୍ନର ସଙ୍ଗୀତ ମାଟି ଓ ଲାଠିର ଲେଖକ କିଏ? ଅପରାହ୍ନର ସଙ୍ଗୀତ ମାଟି ଓ ଲାଠିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୁଞ୍ଜବିହାରୀ ଦାସ। କୁଞ୍ଜବିହାରୀ ଦାସ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପଞ୍ଚକନ୍ୟା ଜିଅନ୍ତା ମଣିଷ ହିଡ଼ ମାଟି ଓ ଭଙ୍ଗା ହାଡ଼ର ଲେଖକ କିଏ? ପଞ୍ଚକନ୍ୟା ଜିଅନ୍ତା ମଣିଷ ହିଡ଼ ମାଟି ଓ ଭଙ୍ଗା ହାଡ଼ର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ନିତ୍ୟାନନ୍ଦ ମହାପାତ୍ର। ନିତ୍ୟାନନ୍ଦ ମହାପାତ୍ର ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ସମୁଦ୍ର ସ୍ନାନ ଓ କଳା ପୁରୁଷର ଲେଖକ କିଏ? ସମୁଦ୍ର ସ୍ନାନ ଓ କଳା ପୁରୁଷର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୁରୁପ୍ରସାଦ ମହାନ୍ତି। ଗୁରୁପ୍ରସାଦ ମହାନ୍ତି ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଲାଲ ଘୋଡ଼ାର ଲେଖକ କିଏ? ଲାଲ ଘୋଡ଼ାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଜ୍ଞାନେନ୍ଦ୍ର ବର୍ମା। ଜ୍ଞାନେନ୍ଦ୍ର ବର୍ମା। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସ୍ୱପ୍ନର ଲେଖକ କିଏ? ସ୍ୱପ୍ନର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉମାଶଙ୍କର ପଣ୍ଡା। ଉମାଶଙ୍କର ପଣ୍ଡା। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଶିକାରୀ ଓ ଜୀବନର ସମାଧି ପୁସ୍ତକର ଲେଖକ କିଏ? ଶିକାରୀ ଓ ଜୀବନର ସମାଧି ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଭଗବତୀ ଚରଣ ପାଣିଗ୍ରାହୀ। ଭଗବତୀ ଚରଣ ପାଣିଗ୍ରାହୀ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ତୃଣଗୁଚ୍ଛ ସତ୍ୟତାର ତଳେ ନୂଆ ଦୁନିଆ ଭାଗ୍ୟଚକ୍ର ଓ କୁଲିର ଲେଖକ କିଏ? ତୃଣଗୁଚ୍ଛ ସଭ୍ୟତାର ତଳେ ନୂଆ ଦୁନିଆ ଭାଗ୍ୟଚକ୍ର ଓ କୁଲିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତ ପ୍ରସାଦ ପଣ୍ଡା। ଅନନ୍ତ ପ୍ରସାଦ ପଣ୍ଡା। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ।
ଉଦୟନାଥ ଷଡ଼ଙ୍ଗୀ ସପନ ରାଇଜ। ସପନ ରାଇଜ ଚକା ଚକା ଭଉଁରୀ ଓ ଟମକକାଙ୍କ କୁଟୀରର ଲେଖକ କିଏ? ସପନ ରାଇଜ ଚକା ଚକା ଭଉଁରୀ ଓ ଟମକକାଙ୍କ କୁଟୀରର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉଦୟନାଥ ଷଡ଼ଙ୍ଗୀ। ଉଦୟନାଥ ଷଡ଼ଙ୍ଗୀ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲଣ୍ଡନ ଚିଠି ଆମେରିକା ଅନୁଭୂତି ଓ ମଣିଷର ଭାଷାର ଲେଖକ କିଏ? ଲଣ୍ଡନ ଚିଠି ଆମେରିକା ଅନୁଭୂତି ଓ ମଣିଷର ଭାଷାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋଲକ ବିହାରୀ ଧଳ। ଗୋଲକ ବିହାରୀ ଧଳ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରଘୁ ଅରକ୍ଷିତ ଓ ସୁଦାମାର ରଚୟିତା କିଏ? ରଘୁ ଅରକ୍ଷିତ ଓ ସୁଦାମାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାମଚନ୍ଦ୍ର ମହାପାତ୍ର। ରାମଚନ୍ଦ୍ର ମହାପାତ୍ର ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଶ୍ୱେତପଦ୍ମା ଅଶାନ୍ତ ପୁସ୍ତକର ଲେଖକ କିଏ? ଶ୍ୱେତପଦ୍ମା ଅଶାନ୍ତ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପ୍ରାଣବନ୍ଧୁ କର। ପ୍ରାଣବନ୍ଧୁ କର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସ୍ୱାମୀ ସ୍ତ୍ରୀ ଡାକ ବଙ୍ଗଳା କିରାଣୀ ମଣି କାଞ୍ଚନ ପୁସ୍ତକର ଲେଖକ କିଏ? ସ୍ୱାମୀ ସ୍ତ୍ରୀ ଡାକ ବଙ୍ଗଳା କିରାଣୀ ମଣି କାଞ୍ଚନ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କମଳଲୋଚନ ମହାନ୍ତି। କମଳଲୋଚନ ମହାନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାଜନର୍ତ୍ତକୀ ପହିଲି ରଜ ଓ ଜୟମାଲ୍ୟର ରଚୟିତା କିଏ? ରାଜନର୍ତ୍ତକୀ ପହିଲି ରଜ ଓ ଜୟମାଲ୍ୟର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଭଞ୍ଜକିଶୋର ପଟ୍ଟନାୟକ। ଭଞ୍ଜକିଶୋର ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଭୁଲି ହୁଏନା ରକ୍ତର ଡାକ ଘର ସଂସାର ଓ ଭାଇ ଭଣଜା ପୁସ୍ତକର ଲେଖକ କିଏ? ଭୁଲି ହୁଏନା ରକ୍ତର ଡାକ ଘର ସଂସାର ଓ ଭାଇ ଭଣଜା ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାର୍ତ୍ତିକ କୁମାର ମିଶ୍ର। କାର୍ତ୍ତିକ କୁମାର ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପ୍ରଗତି ଓ ଆମେରିକା ଡାଏରୀ ପୁସ୍ତକର ଲେଖକ କିଏ? ପ୍ରଗତି ଓ ଆମେରିକା ଡାଏରୀ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାଧାନାଥ ରଥ। ରାଧାନାଥ ରଥ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପଶ୍ଚିମ ଦିଗନ୍ତ ଓ ବିପୁଳାଞ୍ଚ ପୃଥ୍ୱୀ ପୁସ୍ତକର ଲେଖକ କିଏ? ପଶ୍ଚିମ ଦିଗନ୍ତ ଓ ବିପୁଳାଞ୍ଚ ପୃଥ୍ୱୀ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଶ୍ରୀହର୍ଷ ମିଶ୍ର। ଶ୍ରୀହର୍ଷ ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ହସ ଚାଙ୍ଗୁଡ଼ି ଓ ଘଣ୍ଟିଡ଼ା ଗୁଡ଼ିର ଲେଖକ କିଏ? ହସ ଚାଙ୍ଗୁଡ଼ି ଓ ଘଣ୍ଟିଡ଼ା ଗୁଡ଼ିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉପେନ୍ଦ୍ର ତ୍ରିପାଠୀ। ଉପେନ୍ଦ୍ର ତ୍ରିପାଠୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଅନ୍ଧ ଦିଗନ୍ତ ନୀଳ ଶୈଳ ମରାଳର ମୃତ୍ୟୁ ଓ ଶତାବ୍ଦୀର ସୂର୍ଯ୍ୟ ପୁସ୍ତକର ଲେଖକ କିଏ? ଅନ୍ଧ ଦିଗନ୍ତ ନୀଳ ଶୈଳ ମରାଳର ମୃତ୍ୟୁ ଓ ଶତାବ୍ଦୀର ସୂର୍ଯ୍ୟ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସୁରେନ୍ଦ୍ର ମହାନ୍ତି। ସୁରେନ୍ଦ୍ର ମହାନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଫଲ୍ଗୁର ବନ୍ୟା ପୁସ୍ତକର ଲେଖକ କିଏ? ଫଲ୍ଗୁର ବନ୍ୟା ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଦୁର୍ଗାମାଧବ ମିଶ୍ର। ଦୁର୍ଗାମାଧବ ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମୃଗୟା ଅନେକ କୋଠରୀ ଓ
ଓ ସପ୍ତମ ଋତୁର ଲେଖକ କିଏ? ମୃଗୟା, ଅନେକ କୋଠରୀ ଓ ସପ୍ତମ ଋତୁର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରମାକାନ୍ତ ରଥ। ରମାକାନ୍ତ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଚିତ୍ର ପ୍ରତିମା କବିତାର କବି କିଏ? ଚିତ୍ର ପ୍ରତିମା କବିତାର କବି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରମାକାନ୍ତ ରଥ। ରମାକାନ୍ତ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଚିତ୍ର ନଦୀ ଓ ଶବ୍ଦ ଆକାଶର ରଚୟିତା କିଏ? ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଚିତ୍ର ନଦୀ ଓ ଶବ୍ଦ ଆକାଶର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସୀତାକାନ୍ତ ମହାପାତ୍ର। ସୀତାକାନ୍ତ ମହାପାତ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଶୃଙ୍ଗାର ଶତକ, କାଚ ଘର ଓ ଶେଷ ଶ୍ରାବଣର ରଚୟିତା କିଏ? ଶୃଙ୍ଗାର ଶତକ, କାଚ ଘର ଓ ଶେଷ ଶ୍ରାବଣର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବସନ୍ତ ମହାପାତ୍ର। ବସନ୍ତ ମହାପାତ୍ର ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ସାତତାଳ ପଙ୍କ, ସୀତାର ଅଭିଶାପ ଓ ଭଙ୍ଗା ଘର କିଏ ରଚନା କରିଛନ୍ତି? ସାତତାଳ ପଙ୍କ, ସୀତାର ଅଭିଶାପ ଓ ଭଙ୍ଗା ଘର କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଯଦୁନାଥ ଦାସ ମହାପାତ୍ର। ଯଦୁନାଥ ଦାସ ମହାପାତ୍ର ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଅଥବା ଅନ୍ଧାର, ନୀଳର ସନ୍ଧାନେ, ଝଡ଼, ହେ ଜୀବନ୍ତ ହେ ଦୁରାନ୍ତ ଓ ଝଡ଼ର ରଚୟିତାଙ୍କ ନାମ କ'ଣ? ଅଥବା ଅନ୍ଧାର, ନୀଳର ସନ୍ଧାନେ, ଝଡ଼, ହେ ଜୀବନ୍ତ ହେ ଦୁରାନ୍ତ ଓ ଝଡ଼ର ରଚୟିତାଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ଯଦୁନାଥ ଦାସ ମହାପାତ୍ର। ଯଦୁନାଥ ଦାସ ମହାପାତ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତାରକାର ଲୁହ, ଚରମପତ୍ର, ଅଗ୍ନିବେଦ, ଭ୍ରୁକୁଟି ଓ ପଥପ୍ରାନ୍ତର କବିତାର ରଚୟିତା କିଏ? ତାରକାର ଲୁହ, ଚରମପତ୍ର, ଅଗ୍ନିବେଦ, ଭ୍ରୁକୁଟି ଓ ପଥପ୍ରାନ୍ତର କବିତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରବି ସିଂହ। ରବି ସିଂହ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ପ୍ରେମ ଓ ତ୍ରିଭୁଜ, ସୁମିତ୍ରାର ହସ, ତାମସୀ ରାଧା ଓ ଅଭିଶପ୍ତ ଗନ୍ଧର୍ବର ରଚୟିତା କିଏ? ପ୍ରେମ ଓ ତ୍ରିଭୁଜ, ସୁମିତ୍ରାର ହସ, ତାମସୀ ରାଧା ଓ ଅଭିଶପ୍ତ ଗନ୍ଧର୍ବର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମହାପାତ୍ର ନୀଳମଣି ସାହୁ। ମହାପାତ୍ର ନୀଳମଣି ସାହୁ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭଙ୍ଗା ଖେଳଣା, ଘର ବାହୁଡ଼ା ଓ ଠାକୁର ଘରର ରଚୟିତା କିଏ? ଭଙ୍ଗା ଖେଳଣା, ଘର ବାହୁଡ଼ା ଓ ଠାକୁର ଘରର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କିଶୋରୀ ଚରଣ ଦାସ। କିଶୋରୀ ଚରଣ ଦାସ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବଧୂ ନିରୁପମା, କେଶବତୀ କନ୍ୟା, ନାୟିକାର ନାମ, ଶ୍ରାବଣୀ ଉପନ୍ୟାସ କିଏ ଲେଖିଛନ୍ତି? ବଧୂ ନିରୁପମା, କେଶବତୀ କନ୍ୟା, ନାୟିକାର ନାମ, ଶ୍ରାବଣୀ ଉପନ୍ୟାସ କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବିଭୂତି ପଟ୍ଟନାୟକ। ବିଭୂତି ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଉଜାଣି ଯମୁନା ଓ ଗାଁରେ କଜଳ ଧାରେ ଲୁହ ଉପନ୍ୟାସର ଲେଖକ କିଏ? ଉଜାଣି ଯମୁନା ଓ ଗାଁରେ କଜଳ ଧାରେ ଲୁହ ଉପନ୍ୟାସର ଲେଖକ କିଏ?
ଏହାର ସଠିକ୍ ଉତ୍ତରଟି ହେଉଛି ବିଭୂତି ପଟ୍ଟନାୟକ। ଠିକ୍ ଅଛି, ବିଭୂତି ପଟ୍ଟନାୟକ। ପରବର୍ତ୍ତୀ ପ୍ରଶ୍ନ, ନର କିନ୍ନର, ଦୁର୍ବାର, ଶତାବ୍ଦୀର ନଚିକେତା ଓ ଦକ୍ଷିଣାବର୍ତ୍ତର ରଚୟିତା କିଏ? ନର କିନ୍ନର, ଦୁର୍ବାର, ଶତାବ୍ଦୀର ନଚିକେତା ଓ ଦକ୍ଷିଣାବର୍ତ୍ତର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଶାନ୍ତନୁ କୁମାର ଆଚାର୍ଯ୍ୟ। ଶାନ୍ତନୁ କୁମାର ଆଚାର୍ଯ୍ୟ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ସମ୍ରାଟ ଓ ଅନ୍ୟମାନେ, ଯତ୍ରରୁଦ୍ଧ ଓ ନବଜାତକାର ରଚୟିତା କିଏ? ସମ୍ରାଟ ଓ ଅନ୍ୟମାନେ, ଯତ୍ରରୁଦ୍ଧ ଓ ନବଜାତକାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଚନ୍ଦ୍ରଶେଖର ରଥ। ଚନ୍ଦ୍ରଶେଖର ରଥ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ମନମର୍ମର ରଚୟିତା କିଏ? ମନମର୍ମର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଶାନ୍ତନୁ କୁମାର ଆଚାର୍ଯ୍ୟ। ଶାନ୍ତନୁ କୁମାର ଆଚାର୍ଯ୍ୟ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଧୂମ୍ରାଭ, ଦିଗନ୍ତ, ଅରଣ୍ୟକ, ଆବୁ ପୁରୁଷ କଥା ଓ କାହାଣୀ କିଏ ରଚନା କରିଛନ୍ତି? ଧୂମ୍ରାଭ, ଦିଗନ୍ତ, ଆରଣ୍ୟକ, ଆବୁ ପୁରୁଷ କଥା ଓ କାହାଣୀ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ମନୋଜ ଦାସ। ମନୋଜ ଦାସ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟାସ୍ତର ଉପବନ, ଋତୁର ନାମ, ପିପାସା ଓ ରାଜହଂସ ରଚୟିତାଙ୍କ ନାମ କ'ଣ? ସୂର୍ଯ୍ୟାସ୍ତର ଉପବନ, ଋତୁର ନାମ, ପିପାସା ଓ ରାଜହଂସ ରଚୟିତାଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ରତ୍ନାକର ଚଇନି। ରତ୍ନାକର ଚଇନି ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ତଥାପି ରାବଣ ଅଥଚ ଚାଣକ୍ୟ ପୁନଶ୍ଚ ପୃଥିବୀ ଓ ଅପଦେବତାର ରଚୟିତା କିଏ? ତଥାପି ରାବଣ ଅଥଚ ଚାଣକ୍ୟ ପୁନଶ୍ଚ ପୃଥିବୀ ଓ ଅପବାଦ ଅପଦେବତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରତ୍ନାକର ଚଇନି। ରତ୍ନାକର ଚଇନି ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ଆଶାବରୀ, ପୁଣ୍ୟତୋୟା, ଗଙ୍ଗଶିଉଳି ଓ ଯାଜ୍ଞସେନୀର ରଚୟିତା କିଏ? ଆଶାବରୀ, ପୁଣ୍ୟତୋୟା, ଗଙ୍ଗଶିଉଳି ଓ ଯାଜ୍ଞସେନୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପ୍ରତିଭା ରାୟ। ପ୍ରତିଭା ରାୟ ଲେଖିଛନ୍ତି। ଠିକ୍ ଅଛି, ସୂର୍ଯ୍ୟାସ୍ତର ଉପବନ, ଋତୁର ନାମ, ପିପାସା ଓ ରାଜହଂସ ରଚୟିତାଙ୍କ ନାମ କ'ଣ? ସୂର୍ଯ୍ୟାସ୍ତର ଉପବନ, ଋତୁର ନାମ, ପିପାସା ଓ ରାଜହଂସର ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ରତ୍ନାକର ଚଇନି। ଠିକ୍ ଅଛି, ରତ୍ନାକର ଚଇନି ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ତଥାପି ରାବଣ ଅଥଚ ଚାଣକ୍ୟ ପୁନଶ୍ଚ ପୃଥିବୀ ଓ ଅପଦେବତାର ରଚୟିତା କିଏ? ତଥାପି ରାବଣ ଅଥଚ ଚାଣକ୍ୟ ପୁନଶ୍ଚ ପୃଥିବୀ ଓ ଅପଦେବତାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରତ୍ନାକର ଚଇନି। ରତ୍ନାକର ଚଇନି ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଆଶାବରୀ, ପୁଣ୍ୟତୋୟା, ଗଙ୍ଗଶିଉଳି ଓ ଯାଜ୍ଞସେନୀର ରଚୟିତା କିଏ? ଆଶାବରୀ, ପୁଣ୍ୟତୋୟା, ଗଙ୍ଗଶିଉଳି ଓ ଯାଜ୍ଞସେନୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପ୍ରତିଭା ରାୟ। ପ୍ରତିଭା ରାୟ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ବର୍ଷା, ବସନ୍ତ, ବୈଶାଖ ଓ ଅପରିଚିତାର ଲେଖକ କିଏ? ବର୍ଷା, ବସନ୍ତ, ବୈଶାଖ ଓ ଅପରିଚିତାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପ୍ରତିଭା ରାୟ। ପ୍ରତିଭା ରାୟ ଲେଖିଛନ୍ତି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବ୍ୟାକୁଳ ହୃଦୟ, ଅନେକ ଦିଗନ୍ତ ଓ ସ୍ୱପ୍ନଶିଉଳିର ଲେଖକଙ୍କ ନାମ କ'ଣ? ବ୍ୟାକୁଳ ହୃଦୟ, ଅନେକ ଦିଗନ୍ତ ଓ ସ୍ୱପ୍ନଶିଉଳିର ଲେଖକଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ସାତକୋଡ଼ି ହୋତା। ସାତକୋଡ଼ି ହୋତା। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ବକ୍ସି ଜଗବନ୍ଧୁ,
ଅରଣ୍ୟ ଫସଲ, ବନ ହଂସୀ, କାଠ ଘୋଡ଼ା ଓ ଅପରାଧର ଲେଖକ କିଏ? ବକ୍ସି ଜଗବନ୍ଧୁ, ଅରଣ୍ୟ ଫସଲ, ବନ ହଂସୀ, କାଠ ଘୋଡ଼ା ଓ ଅପରାଧର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମନୋରଞ୍ଜନ ଦାସ। ମନୋରଞ୍ଜନ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କଂସା କବାଟ, ତୋଳା କନିଆ ଓ ସୁନା ଫରୁଆର ଲେଖକ କିଏ? କଂସା କବାଟ, ତୋଳା କନିଆ ଓ ସୁନା ଫରୁଆର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବ୍ୟୋମକେଶ ତ୍ରିପାଠୀ। ବ୍ୟୋମକେଶ ତ୍ରିପାଠୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୃତୀୟ ପୃଥିବୀ, ଜଉଘର ଓ ଚୌତି ଘୋଡ଼ାର ରଚୟିତା କିଏ? ତୃତୀୟ ପୃଥିବୀ, ଜଉଘର ଓ ଚୈତି ଘୋଡ଼ାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାର୍ତ୍ତିକ ରଥ। କାର୍ତ୍ତିକ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସ୍ୱର୍ଗଦ୍ୱାର, ଜୀବନ ଯଜ୍ଞ ଓ ଚନ୍ଦ୍ରବିନ୍ଦୁର ଲେଖକ କିଏ? ସ୍ୱର୍ଗଦ୍ୱାର, ଜୀବନ ଯଜ୍ଞ ଓ ଚନ୍ଦ୍ରବିନ୍ଦୁର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କାର୍ତ୍ତିକ ରଥ। କାର୍ତ୍ତିକ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଶିଳା ଓ ଶାଳଗ୍ରାମ, ଜୀବନ ବିଦ୍ୟାଳୟ ଓ ମହିମା ଧର୍ମର ଲେଖକ କିଏ? ଶିଳା ଓ ଶାଳଗ୍ରାମ, ଜୀବନ ବିଦ୍ୟାଳୟ ଓ ମହିମା ଧର୍ମର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଚିତ୍ତରଞ୍ଜନ ଦାସ। ଚିତ୍ତରଞ୍ଜନ ଦାସ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଅନ୍ଧ ମହାଣୀ, ଜୋକର, ପ୍ରେମ ନଗରର ଅନେକ କଥା, ଦୂର ପୃଥିବୀର ତରା ପୁସ୍ତକର ଲେଖକ କିଏ? ଅନ୍ଧ ମହାଣୀ, ଜୋକର, ପ୍ରେମ ନଗରୀର ଅନେକ କଥା, ଦୂର ପୃଥିବୀର ତରା ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଦେବରାଜ ଲେଙ୍କା। ଦେବରାଜ ଲେଙ୍କା ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଆତ୍ମନେପଦୀ, ଅନ୍ଧ, ମହୁମାଛି ଓ ନଈ ପହଁରାର ଲେଖକ କିଏ? ଆତ୍ମନେପଦୀ, ଅନ୍ଧ, ମହୁମାଛି ଓ ନଈ ପହଁରାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସୌଭାଗ୍ୟ କୁମାର ମିଶ୍ର। ସୌଭାଗ୍ୟ କୁମାର ମିଶ୍ର ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୁଁ ଆମ୍ଭେ ଆମ୍ଭେମାନେ, ତିମିର ତୃଷ୍ଣା ଓ ଶେଷ ପାହଚର ଲେଖକ କିଏ? ମୁଁ ଆମ୍ଭେ ଆମ୍ଭେମାନେ, ତିମିର ତୃଷା ଓ ଶେଷ ପାହଚର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରମେଶ ପାଣିଗ୍ରାହୀ। ରମେଶ ପାଣିଗ୍ରାହୀ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସମାଧି, ଯୌତୁକ, ଲୁହା ଶିକୁଳି ଓ ବୁଲୁ ଓସ୍ତାଦର ଲେଖକ କିଏ? ସମାଧି, ଯୌତୁକ, ଲୁହା ଶିକୁଳି ଓ ବୁଲୁ ଓସ୍ତାଦର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଆନନ୍ଦ ଶଙ୍କର ଦାସ। ଆନନ୍ଦ ଶଙ୍କର ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଅଶାନ୍ତ ଗ୍ରହ ଓ ତଟ ନିରଞ୍ଜନାର ଲେଖକ କିଏ? ଅଶାନ୍ତ ଗ୍ରହ ଓ ତଟ ନିରଞ୍ଜନାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବିଜୟ କୁମାର ମିଶ୍ର। ବିଜୟ କୁମାର ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଲବଙ୍ଗ ବନର ଝଡ଼, ଦୁଗ୍ଧ ଶ୍ରାବଣ ଓ ବେଗମ ମହଲର ଲେଖକ କିଏ? ଲବଙ୍ଗ ବନର ଝଡ଼, ଦୁଗ୍ଧ ଶ୍ରାବଣ ଓ ବେଗମ ମହଲର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପ୍ରମୋଦ କୁମାର ପଣ୍ଡା। ପ୍ରମୋଦ କୁମାର ପଣ୍ଡା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାମରାଜ୍ୟ, ସଂଗ୍ରାମ, ହଳଦୀଘାଟ, ମରଣ ଆଖିର ଲୁହ, ପଥରବନ୍ଧ ଓ ଶହୀଦ ପୃଥ୍ୱୀରାଜ ନାଟକର ନାଟ୍ୟକାର କିଏ? ରାମରାଜ୍ୟ, ସଂଗ୍ରାମ, ହଳଦୀଘାଟ, ମରଣ ଆଖିର ଲୁହ, ପଥରବନ୍ଧ ଓ ଶହୀଦ ପୃଥ୍ୱୀରାଜ ନାଟକର ନାଟ୍ୟକାର କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରଘୁନାଥ ପଣ୍ଡା। ରଘୁନାଥ ପଣ୍ଡା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଚନ୍ଦ୍ରଗୁପ୍ତ, ଭାରତ ମିଳନ ଓ ଛାଇ ଆଲୁଅ ନାଟକର ନାଟ୍ୟକାର କିଏ? ଚନ୍ଦ୍ରଗୁପ୍ତ, ଭାରତ ମିଳନ ଓ ଛାଇ ଆଲୁଅର
ନାଟକର ନାଟ୍ୟକାର କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉମାକାନ୍ତ ବେହେରା। ଉମାକାନ୍ତ ବେହେରା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଚିନ୍ତନ ଅନୁଚିନ୍ତନ ଓ 10 ବର୍ଷର ଓଡ଼ିଶାର ଲେଖକ କିଏ? ଚିନ୍ତନ ଅନୁଚିନ୍ତନ ଓ 10 ବର୍ଷର ଓଡ଼ିଶାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବାଉରୀ ବନ୍ଧୁକର। ବାଉରୀ ବନ୍ଧୁକର ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସମାଲୋଚନାର ଦିଗନ୍ତ ଓଡ଼ିଆ ଲିପି ଓ ଭାଷାର ଲେଖକ କିଏ? ସମାଲୋଚନାର ଦିଗନ୍ତ ଓଡ଼ିଆ ଲିପି ଓ ଭାଷାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଖଗେଶ୍ୱର ମହାପାତ୍ର। ଖଗେଶ୍ୱର ମହାପାତ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଗାନ୍ଧୀବାଦ ଅଜି କବର ତଳେ ଭଗବାନ ଆଜି କାଠଗଡ଼ାରେ ନାଟକର ନାଟ୍ୟକାର କିଏ? ଗାନ୍ଧୀବାଦ ଅଜି କବର ତଳେ ଭଗବାନ ଆଜି କାଠଗଡ଼ାରେ ନାଟକର ନାଟ୍ୟକାର କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତ ଚରଣ ଓଝା। ଅନନ୍ତ ଚରଣ ଓଝା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନୀତି ଶତକର ଲେଖକ କିଏ? ନୀତି ଶତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି ମହତାବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ସୌରୀନ୍ଦ୍ର ବାରିକ ତାଙ୍କର କେଉଁ ପୁସ୍ତକ ପାଇଁ 1988 ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ? ଶ୍ରୀ ସୌରୀନ୍ଦ୍ର ବାରିକ ତାଙ୍କର କେଉଁ ପୁସ୍ତକ ପାଇଁ 1988 ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଆକାଶ ପରି ନିବିଡ଼। ଆକାଶ ପରି ନିବିଡ଼ ପୁସ୍ତକ ପାଇଁ ସେ ପୁରସ୍କୃତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଦ୍ୱାସୁପର୍ଣ୍ଣା ପୁସ୍ତକର ନିମିତ୍ତ କିଏ 1986 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ? ଦ୍ୱାସୁପର୍ଣ୍ଣା ପୁସ୍ତକ ନିମିତ୍ତ କିଏ 1986 ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ସୌଭାଗ୍ୟ କୁମାର ମିଶ୍ର। ସୌଭାଗ୍ୟ କୁମାର ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଡକ୍ଟର ହରେକୃଷ୍ଣ ମହତାବ କେବେ ଗାଁ ମଜଲିସ୍ ରଚନା କରିଥିଲେ? ଡକ୍ଟର ହରେକୃଷ୍ଣ ମହତାବ କେବେ ଗାଁ ମଜଲିସ୍ ରଚନା କରିଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି 1983 ମସିହାରେ। 1983 ମସିହାରେ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ସଚ୍ଚି ରାଉତରାୟ କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ସଚ୍ଚି ରାଉତରାୟ କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ଜ୍ଞାନପୀଠ ପୁରସ୍କାର। ଏହାର ସଠିକ୍ ଉତ୍ତରଟି ହେଉଛି 1986 ମସିହାରେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କବିତା 1962ର କବି କିଏ? କବିତା 1962ର କବି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସଚ୍ଚି ରାଉତରାୟ। ସଚ୍ଚି ରାଉତରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଆତ୍ମଜୀବନୀ ପୁସ୍ତକର ରଚୟିତା କିଏ? ଆତ୍ମଜୀବନୀ ପୁସ୍ତକର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ନୀଳକଣ୍ଠ ଦାସ। ନୀଳକଣ୍ଠ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗୋପୀନାଥ ମହାନ୍ତି ତାଙ୍କର କେଉଁ ପୁସ୍ତକ ପାଇଁ ଓ କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ଗୋପୀନାଥ ମହାନ୍ତି ତାଙ୍କର କେଉଁ ପୁସ୍ତକ ପାଇଁ କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି 1983 ମସିହାରେ ମାଟି ମଟାଳ ପୁସ୍ତକ ପାଇଁ ସେ ପୁରସ୍କାର ପାଇଥିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କାହ୍ନୁଚରଣ ମହାନ୍ତି 1956 ମସିହାରେ କେଉଁ ଉପନ୍ୟାସ ପାଇଁ ପୁରସ୍କାର ପାଇଥିଲେ? କାହ୍ନୁଚରଣ ମହାନ୍ତି 1956 ମସିହାରେ କେଉଁ ଉପନ୍ୟାସ ପାଇଁ ପୁରସ୍କାର ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଉପନ୍ୟାସ କା ପାଇଁ ପୁରସ୍କାର ପାଇଥିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନିଷିଦ୍ଧ ପୁସ୍ତକର ରଚୟିତା କିଏ? ନିଷିଦ୍ଧ ପୁସ୍ତକର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଚୌଧୁରୀ ହେମକାନ୍ତ ମିଶ୍ର। ଚୌଧୁରୀ ହେମକାନ୍ତ ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମଣିହରା ପୁସ୍ତକ ପାଇଁ କିଏ ପୁରସ୍କୃତ ହୋଇଥିଲେ?
ମଣିହରା ପୁସ୍ତକ ପାଇଁ କିଏ ପୁରସ୍କୃତ ହୋଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି କିଶୋରୀ ଚରଣ ଦାସ। କିଶୋରୀ ଚରଣ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କଳା ଓ କାହାଣୀ ପୁସ୍ତକର ରଚୟିତାଙ୍କ ନାମ କ'ଣ? କଳା ଓ କାହାଣୀ ପୁସ୍ତକର ରଚୟିତାଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ବିନୋଦ ନାୟକ। ବିନୋଦ ନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଓଡ଼ିଆ ସାହିତ୍ୟ ଇତିହାସ ପୁସ୍ତକର ରଚୟିତା କିଏ? ଓଡ଼ିଆ ସାହିତ୍ୟ ଇତିହାସ ପୁସ୍ତକର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ସୂର୍ଯ୍ୟନାରାୟଣ ଦାସ। ସୂର୍ଯ୍ୟନାରାୟଣ ଦାସ। ଠିକ୍ ଅଛି। ସୂର୍ଯ୍ୟନାରାୟଣ ଦାସ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ସରୀସୃପ ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ସରୀସୃପ ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ବିନୋଦ ନାୟକ। ବିନୋଦ ନାୟକ ପୁସ୍ତକ ପୁରସ୍କାର ପାଇଥିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଆରଣ୍ୟକ ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ଆରଣ୍ୟକ ପୁସ୍ତକ ପାଇଁ କିଏ ପୁରସ୍କୃତ ହୋଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ମନୋରଞ୍ଜନ ଦାସ। ମନୋରଞ୍ଜନ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ନରକିନ୍ନର ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ନରକିନ୍ନର ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଶାନ୍ତନୁ କୁମାର ଆଚାର୍ଯ୍ୟ। ଶାନ୍ତନୁ କୁମାର ଆଚାର୍ଯ୍ୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ବାଘ ଶିକାର ଓ ସପ୍ତମ ଋତୁ ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ବାଘ ଶିକାର ଓ ସପ୍ତମ ଋତୁ ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ରମାକାନ୍ତ ରଥ। ରମାକାନ୍ତ ରଥ ପୁରସ୍କାର ପାଇଥିଲେ। ପରବର୍ତ୍ତୀ ପ୍ରଶ୍ନ। ଏଣ୍ଟି ରୋମାଣ୍ଟିକ୍ ପୁସ୍ତକ କିଏ ଲେଖିଛନ୍ତି? ଏଣ୍ଟି ରୋମାଣ୍ଟିକ୍ ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବସନ୍ତ କୁମାର ଶତପଥୀ। ବସନ୍ତ କୁମାର ଶତପଥୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଆଦି ମାନବର ଇତିବୃତ୍ତ ପୁସ୍ତକର ଲେଖକ କିଏ? ଆଦି ମାନବର ଇତିବୃତ୍ତ ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କମଳଲୋଚନ ବରାଳ। କମଳଲୋଚନ ବରାଳ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ନାଟକ କାଠଘୋଡ଼ାର ରଚୟିତା କିଏ? ନାଟକ କାଠଘୋଡ଼ାର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମନୋରଞ୍ଜନ ଦାସ। ମନୋରଞ୍ଜନ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଏକାଙ୍କିକା ସଞ୍ଚୟନର ରଚୟିତା କିଏ? ଏକାଙ୍କିକା ସଞ୍ଚୟନର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଗୋପାଳ ଛୋଟରାୟ। ଗୋପାଳ ଛୋଟରାୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଅନ୍ଧଗଳି ପୁସ୍ତକ କିଏ ଲେଖିଛନ୍ତି? ଅନ୍ଧଗଳି ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅଖିଳ ମୋହନ ପଟ୍ଟନାୟକ। ଅଖିଳ ମୋହନ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ମୋ କାହାଣୀର ରଚୟିତା କିଏ? ମୋ କାହାଣୀର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି କୁଞ୍ଜବିହାରୀ ଦାସ। କୁଞ୍ଜବିହାରୀ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଅଗ୍ନି ପରୀକ୍ଷା ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ଅଗ୍ନି ପରୀକ୍ଷା ପୁସ୍ତକ ପାଇଁ କିଏ ପୁରସ୍କାର ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଭଞ୍ଜକିଶୋର ପଟ୍ଟନାୟକ। ଭଞ୍ଜକିଶୋର ପଟ୍ଟନାୟକ ପାଇଥିଲେ। ପରବର୍ତ୍ତୀ ପ୍ରଶ୍ନ। କବିର ସାଧନା ପୁସ୍ତକ କିଏ ରଚନା କରିଛନ୍ତି? କବିର ସାଧନା ପୁସ୍ତକ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି କିଶୋରୀ ଚରଣ ଦାସ। କିଶୋରୀ ଚରଣ ଦାସ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମନର ମାନଚିତ୍ରର ରଚୟିତା କିଏ? ମନର ମାନଚିତ୍ରର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବ୍ରଜନାଥ ରଥ। ବ୍ରଜନାଥ ରଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ହିରଣ୍ୟଗର୍ଭ ପୁସ୍ତକର ରଚୟିତା କିଏ? ହିରଣ୍ୟଗର୍ଭ ପୁସ୍ତକର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ରବି ପଟ୍ଟନାୟକ। ରବି ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ସପ୍ତସିନ୍ଧୁ ପୁସ୍ତକର କିଏ ଲେଖିଛନ୍ତି? ସପ୍ତସିନ୍ଧୁ ପୁସ୍ତକ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ନୃସିଂହ ଚରଣ ପଣ୍ଡା। ନୃସିଂହ ଚରଣ ପଣ୍ଡା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା।
ସ୍ରୋତର ନାମ ଋତୁର ଲେଖକଙ୍କ ନାମ କ'ଣ? ସ୍ରୋତର ନାମ ଋତୁର ଲେଖକଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି କମଳାକାନ୍ତ ଲେଙ୍କା। କମଳାକାନ୍ତ ଲେଙ୍କା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନିଷିଦ୍ଧ ନୂପୁରର ରଚୟିତା କିଏ? ନିଷିଦ୍ଧ ନୂପୁରର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉମାଶଙ୍କର ପଣ୍ଡା। ଉମାଶଙ୍କର ପଣ୍ଡା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୋ ସ୍ୱପ୍ନର ସହର ପୁସ୍ତକର ଲେଖକ କିଏ? ମୋ ସ୍ୱପ୍ନର ସହର ପୁସ୍ତକର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଲକ୍ଷ୍ମୀଧର ନାୟକ। ଲକ୍ଷ୍ମୀଧର ନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଜାତକ କଥା, ଆଲ୍ଲାଉଦ୍ଦିନ ଓ କୁହୁକ ଦ୍ୱୀପର ଲେଖକ କିଏ? ଜାତକ କଥା, ଆଲ୍ଲାଉଦ୍ଦିନ ଓ କୁହୁକ ଦ୍ୱୀପର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଭାଗୀରଥୀ ନେପାଳ। ଭାଗୀରଥୀ ନେପାକ। ଠିକ୍ ଅଛି। ଭାଗୀରଥୀ ନେପାକ ଲେଖିଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୋ କାଠଘୋଡ଼ା କଥା କହେ ର ଲେଖକ କିଏ? ମୋ କାଠଘୋଡ଼ା କଥା କହେ ର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଶାନ୍ତନୁ କୁମାର ଆଚାର୍ଯ୍ୟ। ଶାନ୍ତନୁ କୁମାର ଆଚାର୍ଯ୍ୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପିଲାଙ୍କ ପଶୁପକ୍ଷୀ ପୁରାଣର ଲେଖକ କିଏ? ପିଲାଙ୍କ ପଶୁପକ୍ଷୀ ପୁରାଣର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଦୁର୍ଗାପ୍ରସାଦ ପଟ୍ଟନାୟକ। ଦୁର୍ଗାପ୍ରସାଦ ପଟ୍ଟନାୟକ। ଠିକ୍ ଅଛି। ଛବିଳ ମହାଭାରତ କିଏ ରଚନା କରିଛନ୍ତି? ଛବିଳ ମହାଭାରତ କିଏ ରଚନା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଚନ୍ଦ୍ରଶେଖର ପତି। ଚନ୍ଦ୍ରଶେଖର ପତି ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ବନରାଇଜ କଥାର ଲେଖିକା କିଏ? ବନରାଇଜ କଥାର ଲେଖିକା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମନୋରମା ମହାପାତ୍ର। ମନୋରମା ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ଛାତି କି ପଥର କରି ର ଲେଖକ କିଏ? ଛାତି କି ପଥର କରି ର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବିନୋଦ କାନୁନ ଗୋ। ବିନୋଦ କାନୁନ ଗୋ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଗୀତ ଗୋବିନ୍ଦର କବି କିଏ? ଗୀତ ଗୋବିନ୍ଦର କବି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଜୟଦେବ। ଜୟଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗାଁ ମାଟି ମୋର ହସେରେ ର ଲେଖକଙ୍କ ନାମ କ'ଣ? ଗାଁ ମାଟି ମୋର ହସେରେ ର ଲେଖକଙ୍କ ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି କ୍ଷୀରୋଦ ଚନ୍ଦ୍ର ପୋଥାଳ। କ୍ଷୀରୋଦ ଚନ୍ଦ୍ର ପୋଥାଳ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପଶୁ ଦରବାରର ଲେଖକ କିଏ? ପଶୁ ଦରବାରର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉଦୟନାଥ ମିଶ୍ର। ଉଦୟନାଥ ମିଶ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଇନ୍ଦ୍ରଧନୁର ଲେଖକ କିଏ? ଇନ୍ଦ୍ରଧନୁର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ନିକୁଞ୍ଜ କିଶୋର କାନୁନ ଗୋ। ନିକୁଞ୍ଜ କିଶୋର କାନୁନ ଗୋ। ପରବର୍ତ୍ତୀ ପ୍ରଶ୍ନ, ବେଲୁନ ଗଲା ଉଡ଼ି ସୁବର୍ଣ୍ଣ ନଦୀର ରାଜାର ଲେଖକ କିଏ? ବେଲୁନ ଗଲା ଉଡ଼ି ସୁବର୍ଣ୍ଣ ନଦୀର ରାଜାର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ମହେଶ୍ୱର ମହାନ୍ତି। ମହେଶ୍ୱର ମହାନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କୁନ୍ ମୁନିର ଲେଖକ କିଏ? କୁନ୍ ମୁନିର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅନନ୍ତ ପଟ୍ଟନାୟକ। ଅନନ୍ତ ପଟ୍ଟନାୟକ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୋ କୁନି କବିତା କିଏ ଲେଖିଛନ୍ତି? ମୋ କୁନି କବିତା କିଏ ଲେଖିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବଟକୃଷ୍ଣ ଓଝା। ବଟକୃଷ୍ଣ ଓଝା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଟୁକୁ ମୁସିର ରଚୟିତା କିଏ? ଟୁକୁ ମୁସିର ରଚୟିତା କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ଉଦୟନାଥ ଷଡ଼ଙ୍ଗୀ। ଉଦୟନାଥ ଷଡ଼ଙ୍ଗୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅର୍ଥାତ୍ ଆଜିର ଶେଷ ପ୍ରଶ୍ନ, ହୁକେ ହୋର ଲେଖକ କିଏ? ହୁକେ ହୋର ଲେଖକ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବନମାଳୀ ବ୍ରହ୍ମଚାରୀ। ବନମାଳୀ ବ୍ରହ୍ମଚାରୀ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଏହି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ। ଠିକ୍ ଅଛି। ଧନ୍ୟବାଦ।